ମୋ ଫିଲିଂ ହଁ ଚାଲିଛି କିନ୍ତୁ ମୋ ଫିଲିଂ ମୁଁ କହିପାରିବିନି ଏତେ ଭଲ ଲାଗୁଛି ମୋତେ ଭୁବନେଶ୍ୱର ମ୍ୟୁଜିକ୍ ସାର୍କଲ୍ରେ ଏତେ ଗୁଣୀ ଜଣେ ଅଛନ୍ତି ସେଇ ଜାଗାରେ ଆମକୁ ଡାକିଛନ୍ତି ଯେ ସେଥିପାଇଁ ମୁଁ ଭାବୁଛି ମୁଁ ବହୁତ ବ୍ଲେସ୍ଡ ଯେ ଏଇଠି ମୋତେ ଡାକିଛନ୍ତି ଗୀତ ଗାଇବା ପାଇଁ ଆମେ ସମସ୍ତେ କରିଲୁ ଗୀତ ବହୁତ ଭଲ ଲାଗିଲା। ମୁଁ ରବୀନ୍ଦ୍ର ସଙ୍ଗୀତ ନଜରୁଲ ଗୀତି ଅତୁଲ ପ୍ରସାଦ ସେନଙ୍କ ଗୀତ ଗାଇଛି। ରବୀନ୍ଦ୍ର ଗୀତ ତ ଗାଇବା ବହୁତ କଷ୍ଟ କାହିଁକିନା ବହୁତ ପରିଶ୍ରମ କରିକି ନହେଲେ ସେଇଟା କରିବା ସମ୍ଭବପର ନୁହେଁ। ତାପରେ ଆଜିକାଲି ଯେଉଁ କ୍ଲାସିକାଲ ଗୀତ ଯେଉଁ ହେଉଛି ନିହାତି କମରେ ଯୁବପିଢ଼ିଙ୍କୁ ତ ନିହାତି କମରେ ଶୋଇବ। ଆଉ ଗୋଟେ ଜିନିଷ ହେଉଛି ମୁଁ କହିବି କ୍ଲାସିକାଲ ଗୀତ ଶୁଣିବା ବା ଦେଖିବା ଜ୍ଞାନ ନହେଲେ ହେବନି। କ୍ଲାସିକାଲ ନ ଶିଖିଲେ ତ କିଛି କେଉଁ ଗୀତ ବି ଗାଇପାରିବେନି। କ୍ଲାସିକାଲ ଶିଖିବାଟା ନିହାତି ଦରକାର ଭଲ ଭାବରେ ମାନେ ବେଶ କେତେ ବର୍ଷ 10 15 20 ଯେତିକି ଲାଇଫ୍ ଥିବ ସେତିକି ବର୍ଷ ଶିଖିବାକୁ କିଛି ଅସୁବିଧା ନାହିଁ। ସେ କ୍ଲାସିକାଲ ଶିଖିଲା ପରେ ସବୁ ଗୀତ ଗାଇ ପାରିବେ ନହେଲେ କେଉଁ ଗୀତ ଗାଇବାକୁ ଅସୁବିଧା। ସବୁଆଡ଼େ ଆପଣ ଗୀତ ଗାଉଛନ୍ତି କିନ୍ତୁ ଓଡ଼ିଶା ଆସି ଗୀତ ଗାଇବାର ଫରକ କ'ଣ ରହୁଛି? ମୁଁ ଏଇଠି ଅଛି ମୋ ବାହାଘର ପରେ ମୁଁ ଏଇଠି ଅଛି ହଁ ବହୁତ ବର୍ଷ ହେଇଗଲା ବହୁତ ଲଢ଼ାଇ ବହୁତ ଇଏ କରିକି ଗୀତ ଆମେ ଚଲାଉଛି ହଁ ତ ଆଜି ମୁଁ ଏଇଠି ଆସିଲା ପରେ ମୋତେ ମାନେ ମୁଁ ବହୁତ ମାନେ ବ୍ଲେସ୍ଡ ଫିଲ୍ କରୁଛି ମୋତେ ବହୁତ ବଢ଼ିଆ ଲାଗୁଛି। ମାନେ ଭୁବନେଶ୍ୱର ମ୍ୟୁଜିକ୍ ସାର୍କଲ୍ର ନାଁ ଅଛି ବହୁତ ଆଉ ଏଇଠି ବହୁତ ଗୁଣୀଜନ ବି ଅଛନ୍ତି ବହୁତ ଗୁଣୀଜନ ଅଛନ୍ତି ଏଇଠି ତ ସେଇଠି ଆସିକି ଗୀତ ଗାଇପାରିବାଟା ମୁଁ ମାନେ ମୋତେ ଲାଗୁଛି ମୋର ମାନେ କ'ଣ କହିବି ଆନନ୍ଦିତ ବହୁତ ଖୁସି। ନାଇଁ କିଛି ଜମା ଖରାପ ଲାଗେନି। ଆଜି କ୍ରିକେଟ ମ୍ୟାଚ୍ ଅଛି ଇଣ୍ଡିଆର କମ୍ ଶ୍ରୋତା ହେଇପାରେ କିଛି ନାହିଁ କିନ୍ତୁ ଯେତିକି ଶ୍ରୋତା ଅଛନ୍ତି ସମସ୍ତେ ଗୁଣୀ ସମସ୍ତେ ସମଝଦାର ଏଇ ସମଝଦାର ଶ୍ରୋତା 5 ଜଣ ହେଲେ ବି ଆମେ ବହୁତ ଖୁସି ଗୀତ ଗାଇକି। ତପସ୍ୟା ନା ସାଧନା ତ ଦରକାର ନହେଲେ କି କେଉଁ ଜିନିଷ ବି କରି ହୁଏନି। ସାଧନା ମାନେ ରେୱାଜ ପ୍ରାକ୍ଟିସ୍ ଯେ ଗୀତଟା ଯେମିତି ଗାଇବା କଥା ସେମିତି ଭାବରେ ଗାଇବା। ଆମେ ଛୋଟରୁ 4-5 ବର୍ଷରୁ ଆମେ ଗୀତ ଶିଖିବା ଆରମ୍ଭ କରିଛି। କ୍ଲାସିକାଲ ରବୀନ୍ଦ୍ର ସଙ୍ଗୀତ ଭଜନ ଏଭ୍ରିଥିଙ୍ଗ ନଜରୁଲ ଗୀତି ଆମର ବେଙ୍ଗଲରେ ପଞ୍ଚକବି ଅଛନ୍ତି ମାନେ ଥିଲେ ଏଇନେ ବି ଅଛନ୍ତି ସେମାନେ ତ ଅମର ରବୀନ୍ଦ୍ରନାଥ ନଜରୁଲ ଇସଲାମ ଅତୁଲ ପ୍ରସାଦ ସେନ ରଜନୀକାନ୍ତ ସେନ ଆଣ୍ଡ ଦ୍ୱିଜେନ୍ଦ୍ରଲାଲ ରାୟ ଏ ପଞ୍ଚକବି ଗୀତ ବି ଆମେ ଶିଖିଛି କ୍ଲାସିକାଲ ବି ଶିଖିଛି। ତପସ୍ୟା ମାନେ ସବୁ ଜିନିଷର ତପସ୍ୟା ଦରକାର। ମୋ ଗୁରୁ ହେଉଛନ୍ତି କ୍ଲାସିକାଲର ରାଜେନ୍ଦ୍ରଲାଲ ବନ୍ଦୋପାଧ୍ୟାୟ আর রবীন্দ্রসঙ্গীতের গুরু হচ্ছেন সলিল চন্দ্র ঘোষ। সেই রবীন্দ্রসঙ্গীতের গুরু যে রবীন্দ্রনাথ পাখে বসিকি সে গীত শিখিছন্তি। কণ্ঠ তো কিছু তো আসে উপরু আর নিজকু তো রখিবাকু পড়িব না। আমি স্ত্রী লোক আমার ঘর কাম भी थाए सबू काम सारिकी तापर लास्टे जाकि आम गीत गाइबाकू बसे तो रेवाजटा दरकार टिके गलाटा टिके सावधान रखा भी दरकार। যেগুলো গাইছি তা ভিতরে গোটে গাইবি না আচ্ছা অলগা গীত গোটে গাউছি। আমার পরানো যাহা চায় তুমি তাই গো আমার পরানো যাহা চায় তোমা ছাড়ার এ জগতে মোর কেহ নাই কিছু নাই গো আমার পরানো যাহা চায়।